ନବରାତ୍ରିର ସପ୍ତମ ଦୁର୍ଗା ସ୍ୱରୂପିଣୀ ମାତା କାଳରାତ୍ରି। ଏକ ବେଣୀରେ କେଶ ବିନ୍ୟାସ କରି କର୍ଣ୍ଣଦ୍ୱୟରେ ଲାଲ ମନ୍ଦାର ଓ କନ୍ୟରୀ ଫୁଲରେ ସଜ୍ଜିତ ହୋଇ ବସ୍ତ୍ରଶୂନ୍ୟ ହୋଇ ଗର୍ଦ୍ଦଭ ଉପରେ ସମାସୀନା ଦୀର୍ଘ ଓଷ୍ଠଧାରିଣୀ ମାତା କାଳରାତ୍ରି ସର୍ବାଙ୍ଗ ଶରୀର ତୈଳରେ ଲେପିତ ହୋଇଛନ୍ତି। ବାମ ପାଦରେ ଲୌହର କଣ୍ଟକଯୁକ୍ତ ଲତାମାନ ବେଷ୍ଟନ କରିଛନ୍ତି। ଶିରରେ ଆଲୁଲାଳିତ ମୁକ୍ତ କେଶରାଶି ଧାରିଣୀ କୃଷ୍ଣବର୍ଣ୍ଣା ମାତା କାଳରାତ୍ରି ଦୁଷ୍ଟ ଦାନବମାନଙ୍କ ନିମନ୍ତେ ଅତ୍ୟନ୍ତ ଭୟଙ୍କରୀ ଅଟନ୍ତି। ନବରାତ୍ର ସପ୍ତମ ଦିନରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ଉଗ୍ର ରୂପ। ଏହି ରୂପରେ ମାତା ତ୍ରିନେତ୍ରଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦ୍ଦଭ ଉପରେ ଆରୁଢ଼ା ହୋଇ ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। କୃଷ୍ଣ ବର୍ଣ୍ଣା ହେତୁ ମାଙ୍କୁ ମହାକାଳୀ ଏବଂ ଭଦ୍ରାକାଳୀ ରୂପେ ମଧ୍ୟ ଆଖ୍ୟାତ। ମାତା କାଳରାତ୍ରିଙ୍କ ଶରୀର ଘନ ଅନ୍ଧକାର ତୁଲ୍ୟ ସମ୍ପୂର୍ଣ୍ଣ କଳା ରଙ୍ଗର। ସେ ତ୍ରିନେତ୍ରା କାଳ ଭଳି ଭୟାନକ ରୂପା ଅଟନ୍ତି। ଦେବୀଙ୍କ କେଶରାଶି ଶିର ଦେଶରେ ଇତସ୍ତତ ବିଛୁରିତ ହୋଇ ରହିଥାଏ। ଗଳାରେ କଙ୍କାଳ ତଥା ମୁଣ୍ଡମାଳ ପ୍ରଲମ୍ବିତ। ମାଙ୍କ ବାମ ପାର୍ଶ୍ୱ ଊର୍ଦ୍ଧ୍ୱ ହସ୍ତରେ ଲୌହ ନିର୍ମିତ ଖଡ୍ଗ, ନିମ୍ନ ହସ୍ତରେ ବଜ୍ର ଏବଂ ଦକ୍ଷିଣ ହସ୍ତଦ୍ୱୟ ଯଥାକ୍ରମେ ଅଭୟ ମୁଦ୍ରା ଓ ବରଦ ମୁଦ୍ରା ପ୍ରଦାନକାରୀ ଅବସ୍ଥାରେ ପ୍ରକଟିତ। ଯାହା କୁହାଯାଉଛି, ଯେବେ ଆମେ ଶତ୍ରୁ ଦ୍ୱାରା ଆକ୍ରାନ୍ତ ହେଉ, ଚତୁର୍ଦିଗରେ ବିରୋଧୀ ଦୃଷ୍ଟିଗୋଚର ହୁଅନ୍ତି, ତେବେ ଆମକୁ ମାତା କାଳରାତ୍ରିଙ୍କର ପୂଜା କରିବାକୁ ହେବ। ଫଳରେ ପ୍ରତ୍ୟେକ ପ୍ରକାରର ଶତ୍ରୁ ବାଧାରୁ ମୁକ୍ତି ମିଳିଥାଏ। ଆରାଧନା ସମୟରେ ନାମ ତଥା ଗୁଣ କୀର୍ତ୍ତନ କରିବା ଦ୍ୱାରା ଭୂତ ପ୍ରେତ ଦୁଷ୍ଟ ଗ୍ରହ ବାଧାଗୁଡ଼ିକରୁ ମାତା କାଳରାତ୍ରି ରକ୍ଷା କରି ଆସୁରୀ ଶକ୍ତିମାନଙ୍କୁ ନାଶ କରିଥାନ୍ତି। ଏଥିନିମନ୍ତେ ସେମାନଙ୍କ କାଳରୂପ ଭାବରେ ମାତା କାଳୀ ଆବିର୍ଭୂତା ହୋଇଛନ୍ତି। ଭୟଙ୍କର ରୂପ ଧାରିଣୀ ହେଲେ ମଧ୍ୟ ମାତା ଭକ୍ତଙ୍କ ପ୍ରତି ଦୟାର୍ଦ୍ର ଚିତ୍ତଯୁକ୍ତା ତଥା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରୁଥିବା ହେତୁ ଶୁଭଙ୍କରୀ ନାମରେ ବିଖ୍ୟାତା। ଏଣୁ ସ୍ନେହମୟୀ ମାତା କାଳରାତ୍ରିଙ୍କର ରୂପରେ ଭୟଭୀତ ନ ହୋଇ ଶୁଦ୍ଧପୂତ ହୋଇ ଭକ୍ତିପୂର୍ବକ ଉପାସନା କରି ନିଜକୁ କୃତାର୍ଥ କରିବା ଉଚିତ। ମାତା କାଳରାତ୍ରିଙ୍କୁ ବହୁ ପ୍ରିୟ ଭୋଗ ଭାବରେ ଅର୍ପଣ କରାଯାଏ। ବ୍ୟୁରୋ ରିପୋର୍ଟ, ଜେଏମ୍ଜି ନ୍ୟୁଜ୍। ଯଦି ଆମ ଚ୍ୟାନେଲ ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ଭୁଲନ୍ତୁ ନାହିଁ। ହଁ, ପିକନିକ୍ ଖବର ଦେଖିବାକୁ ଜେଏମ୍ଜି ନ୍ୟୁଜ୍ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ।